ମୁଁ ବି ଲେବର କାମ କରିଛି ଆଉ ମୋ ଭାଇମାନଙ୍କ ପାଇଁ ନିଶ୍ଚିତ ଯେଉଁ କମ୍ପାନୀ ଏଠି ଅଛି ଯଦି ମୁଁ ବିଧାୟକ ହେଇ ଆଗେ ନିଯୁକ୍ତିର ସୁଯୋଗ ଯଦି ନ କାଢ଼ିବି ତାହେଲେ ମୁଁ ଯେଉଁ ପଦ ପାଇଥିବି ତାକୁ ରିଜାଇନ୍ ଦେବି। ମୋ ପାଖେ ମନ କିଣି ଦେଇଛି ଆଜ୍ଞା ଆଗରୁ ଲୋକଙ୍କର। ମୁଁ ଯେଉଁ ମନ କିଣିଛି ଲୋକଙ୍କର ଏ ହୃଦୟ ଭିତରେ ମୁଁ ଲୋକଙ୍କ ଘରକୁ ଟଚ୍ କରିଛି। ଦିନକୁ 20ଟି ପ୍ରୋଗ୍ରାମ ମୁଁ ଯାଏ। ଯେତେବେଳେ ଆଗରୁ ଶୁଣିଥିଲି ଯେ ଇଏ 2 କୋଟି ଟଙ୍କାରେ ଟିକେଟ୍ ଡେଲି ହେବ ବୋଲି, ଏଇ କଥାଟା ଖାଲି ଶୁଣିଥିଲି। ମୋତେ ବି 3 ମାସ ଆଗରୁ ଆମର ପ୍ରିୟ ସାଂସଦ କହିଥିଲେ ଯେ କାଳୁବାବୁ 2-4 କୋଟି ଟଙ୍କା ଖର୍ଚ୍ଚ କର। ମୋ ପାଖେ ଟଙ୍କା କେଉଁଠି ଆସିବ? ମୁଁ ତ 10 ବର୍ଷ ହେଲା ସଂଗଠନକୁ ଜଗିକି ରଖିଛି। ଯୁଆଡ଼ୁ 5 ଟଙ୍କା ଆଣିଲି ସଂଗଠନରେ ଲଗେଇକି ମୁଁ ଚଲେଇଥିଲି। ଆଉ କହିଲେ 2-3 କୋଟି ଟଙ୍କା ଖର୍ଚ୍ଚ କର। ପାଇକ ପୁଅ, ପାଇକ ମାଟିର ପୁଅ, ପାଇକଙ୍କ ପାଇଁ ପୁଅ, ଏମିତି ଜଣେ ପୁଅ ଯିଏ ପାଇକଙ୍କ ପାଇଁ ସବୁବେଳେ ସାମ୍ନାକୁ ଆସନ୍ତି। ଆଉ କେବଳ ପାଇକଙ୍କ ପାଇଁ ଆସନ୍ତି ନାହିଁ, ପାଇକ ଗେଟଅପ୍ରେ ମଧ୍ୟ ଆସନ୍ତି। ହଁ, ଆମେ କହୁଛୁ କାଳୁ ଖଣ୍ଡାୟତଙ୍କ କଥା, ଯିଏକି କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି। ଆଉ ଯଦି ଦେଖିବା ଏଥର ଖୋର୍ଦ୍ଧା ଦେଖିବ ନୂଆ ବିଧାୟକ ବୋଲି ଚର୍ଚ୍ଚା ହେଉଛି। ତ ଆମ ସହିତ ଅଛନ୍ତି କାଳୁ ଖଣ୍ଡାୟତ, ଆଲୋଚନା କରିବା। କାଳୁ ଭାଇ, କେମିତି ଚାଲିଛି କ୍ୟାମ୍ପେନ୍? ଆଉ ମାତ୍ର କେଇ ଦିନ ରହିଲା। ଆଉ ତ ଦେଖନ୍ତୁ ଇଲେକ୍ସନ୍ 10 ଦିନ ରହିଲା। କ୍ୟାମ୍ପେନ୍ ତ ମୁଁ ଦୀର୍ଘ 10 ବର୍ଷ ହେଲା ଭାରତୀୟ ଜନତା ପାର୍ଟିରେ କରିଥିଲି ଏବଂ ଏଇ 2 ମାସ ହେଲା ଏସବୁ ପରିବର୍ତ୍ତନ ହେଲା। ଯେହେତୁ ମୋର ପ୍ରିୟ ସାଂସଦ ଥିଲେ, ଟିକେଟ୍ ଯେତେବେଳେ ମୋର ବିକ୍ରି କରିଦେଲେ, ମୋର ଘରେ ବି 8 ଦିନ ଚୁଲି ଜଳିଲାନି। ଆମେ ପରିବାର ବଡ଼ ଦୁଃଖରେ ଥିଲୁ, ସମସ୍ତେ କାନ୍ଦୁଥିଲୁ ଯେ ଦଳ ପାଇଁ ଏତେ କାମ କରି 10 ବର୍ଷ କାଳ ତାର କ'ଣ ପରିଣାମ ଏଇଆ। ରାଜ୍ୟ ଅଫିସରେ ପଚାରିଥିଲି ସମସ୍ତେ ସେ କୌଣସି ଉତ୍ତର ମୋତେ ସନ୍ତୁଷ୍ଟଜନକ ଉତ୍ତର ଦେଇପାରିନଥିଲେ। ଏବଂ ଶେଷ ମୁହୂର୍ତ୍ତରେ ମୁଁ ଯେତେବେଳେ ଆଗରୁ ଶୁଣିଥିଲି ଯେ ଇଏ 2 କୋଟି ଟଙ୍କାରେ ଟିକେଟ୍ ଡେଲି ହେବ ବୋଲି, ଏଇ କଥାଟା ଖାଲି ଶୁଣିଥିଲି। ମୋତେ ବି 3 ମାସ ଆଗରୁ ଆମର ପ୍ରିୟ ସାଂସଦ କହିଥିଲେ ଯେ କାଳୁବାବୁ 2-4 କୋଟି ଟଙ୍କା ଖର୍ଚ୍ଚ କର। ମୋ ପାଖେ ଟଙ୍କା କେଉଁଠି ଆସିବ? ମୁଁ ତ 10 ବର୍ଷ ହେଲା ସଂଗଠନକୁ ଜଗିକି ରଖିଛି। ଯୁଆଡ଼ୁ 5 ଟଙ୍କା ଆଣିଲି ସଂଗଠନରେ ଲଗେଇକି ମୁଁ ଚଲେଇଥିଲି। ଆଉ କହିଲେ 2-3 କୋଟି ଟଙ୍କା ଖର୍ଚ୍ଚ କର। ମୁଁ ମନା କରିଥିଲି, ମୋ ପାଖରେ ଇଲେକ୍ସନ୍ ବେଳକୁ ଖର୍ଚ୍ଚ କରିବା, ଏଇନା କ'ଣ କରିବା। ତାପରେ 2 କୋଟି ଟଙ୍କା ତାଠୁ ନେଇଗଲେ, ମୁଁ ଖର୍ଚ୍ଚକୁ ଦେଲିନି। ତାଙ୍କର ତାପରେ ପଦଯାତ୍ରା ଭଲ ମନ୍ଦ ତାଙ୍କର ସେ କଲେ ଆପେ 2-3 ମାସ ହେଲା। ମୁଁ ନିରବତା ରକ୍ଷା କରିକି ରହିଲି। ମୁଁ ଟିକେଟ୍ ପାଇଁ ଯେତେ ଚେଷ୍ଟା କଲି, ଟିକେଟ୍ ଶେଷ ଦିନ ବି ମୋର ଟିକେଟ୍ ଥିଲା। ଦିଲ୍ଲୀ ଯାଇ ଟିକେଟ୍ ଜେପି ନଡ୍ଡା କି କାହାକୁ ତାଙ୍କର ମ୍ୟାଡ଼ାମଙ୍କର ଅଛି କିଏ କାଟିଲେ ଟିକେଟ୍ଟି। କାଟିଲା ପରେ ମୋ ପରିବାରରେ 10-15 ଦିନ ଆମେ ରୋଷେଇ କରିନୁ, ଖାଇନୁ। ମାନେ ଏତେ ପରିଶ୍ରମ କରିଥିଲୁ। ଆର୍ଥିକ ବି ଧାର ଖର୍ଚ୍ଚ କରି ସଂଗଠନକୁ, ଭାରତୀୟ ଜନତା ପାର୍ଟିକି ଏଠି ଆଗକୁ ନେଇଥିଲି। ତାପରେ କାନ୍ଦିଲି, ରହିଲି। ଏମିତି କାନ୍ଦିକି ରହି ଚିନ୍ତା କଲି, ଗୋଟେ କର୍ମୀ ସମ୍ମିଳନୀ କରିଥିଲି। କର୍ମୀ ସମ୍ମିଳନୀ କଲା ପରେ କର୍ମୀମାନେ ଭାଇମାନେ କହିଥିଲେ, ଭାଇ ଦେଖ, ଆମେ 10 ବର୍ଷ ଖଟିଥାଇ 5,000 ଭୋଟରେ ହାରିଥାଇ, ଆଉ ଚୋର ଡକାୟତ କାହାକୁ ସେ ଟିକେଟ୍ ଦେଇଦେଲେ ସେ ଜିତିପାରିବେନି। ଆସ, ଆମେ ପଇସା ଦେବୁ ଏବଂ ଭୋଟ ଦେବୁ, ଆପଣ ସମସ୍ତେ ଆସ, ଏକାଠି ହେବା। ଟଙ୍କା ଦ୍ୱାରା ଭୋଟ କିଣା ହେବ ବୋଲି ସେମିତି ଗୋଟେ ଆଶା ଅଛି କି? ଆପଣ ତ କହୁଛନ୍ତି ଆପଣଙ୍କ ପାଖରେ ଟଙ୍କା ନାହିଁ, ତେବେ ଭୋଟ କିଣି ପାରିବେ ନାହିଁ? ନାଇଁ, ଟଙ୍କା ମୋ ପାଖେ ନାହିଁ। ମୋ ପାଖେ ମନ କିଣି ଦେଇଛି ଆଜ୍ଞା ଆଗରୁ ଲୋକଙ୍କର। ମୁଁ ଯେଉଁ ମନ କିଣିଛି ଲୋକଙ୍କର, ଏ ହୃଦୟ ଭିତରେ ମୁଁ ଲୋକଙ୍କ ଘରକୁ ଟଚ୍ କରିଛି। ଦିନକୁ 20ଟି ପ୍ରୋଗ୍ରାମ ମୁଁ ଯାଏ। ବିବାହ ଘରଠୁ, ବ୍ରତ ଘରଠୁ, ସୁଧ ଘରଠୁ, ଆପଣଙ୍କର ଯେତେ ଶୂନ୍ୟକ୍ଷେତ୍ରଠୁ କେଉଁ କାମରେ ମୁଁ ନ ଯାଇଛି, ଲୋକଙ୍କ ହୃଦୟ ଭିତରେ ମୁଁ ଅଛି। ଅଞ୍ଚଳରେ ବୁଲୁଛନ୍ତି, ଏବେ ସୁଦ୍ଧା କ'ଣ କ'ଣ କମି ରହିଯାଇଛି ଅଞ୍ଚଳରେ? କ'ଣ କ'ଣ ମୁଦ୍ଦା ନେଇ ଲୋକଙ୍କ ପାଖକୁ ଯାଉ? ଦେଖନ୍ତୁ, ଆଜିର ଡେଟ୍ରେ ଦେଖନ୍ତୁ, ଗୋଟେ ବହୁତ କମ୍ପାନୀ ଏଠି ଅଛି। 100ରୁ 150 କମ୍ପାନୀ ଖୋର୍ଦ୍ଧା ବିଧାନସଭା ଭିତରେ ଅଛି। କିନ୍ତୁ ଏଠି ଲୋକାଲ ପିଲା ନିଯୁକ୍ତି ପାଉନାହାନ୍ତି। ମୋର ମୁଖ୍ୟ ଲକ୍ଷ୍ୟ, ଆଗେ ମୁଁ ଜିତିଲେ, ଯଦି ଜଗନ୍ନାଥ ମୋତେ ଜିତାନ୍ତି, ଆଗେ ଏ ମୁଦ୍ଦାକୁ ସବୁ କମ୍ପାନୀ ପାଖରେ ମୁଁ ରଖିବି ଏବଂ ନିଶ୍ଚିତ 50-100 ଲେଖା ଯୁବକମାନଙ୍କୁ ସେଠି ନିଯୁକ୍ତି ଦେବାର ସୁଯୋଗ ମୁଁ ଯେଉଁମାନେ ଶିଳ୍ପ କରିଛନ୍ତି ତାଙ୍କଠୁ ନିଶ୍ଚିତ ମୁଁ ସହଯୋଗ କରିକି
ମୋର 50-100 ପିଲା ସାଧାରଣ ଗରିବ ପିଲା କେମିତି ଦାନା ପାଇବେ ସେଥିପାଇଁ ମୁଁ ଆଗେ ଚେଷ୍ଟା କରିବି। ଏବଂ ଦେଖନ୍ତୁ ଗୋଟେ କ୍ୟାବିନ୍ ସହର ଖୋର୍ଦ୍ଧା, ତାକୁ ମୁକ୍ତ କରିବା ପାଇଁ ବା ତାଙ୍କୁ ଥଇଥାନ କରିବା ପାଇଁ ଆମର କେହି 25 ବର୍ଷ ବିଜେଡ଼ି ଶାସନ ଚାଲିଲା, କେହି ବି କରିପାରିଲେନି। 1 ନମ୍ବର 2 ନମ୍ବର ମୁଦ୍ଦା ସେଟା ନିଶ୍ଚିତ ରହିବ। ଏବଂ 700 କୋଟି ଟଙ୍କା ଆମେ ଶୁଣୁଛୁ ଆସିଛି, ସେ କାହିଁ ସେ ବିଲ୍ଡିଂ ବନିଆ ହେଉନି? ଗରିବ ଲୋକମାନେ ମାର୍କେଟ କମ୍ପ୍ଲେକ୍ସ ବନିଆ ହେଉନି। ଯଦି ସେଇଟା ବନିଆ ହେବ ଆଜି କ୍ୟାବିନେଟ୍ ସହର ମୁକ୍ତ ହେବ ଏବଂ ଥଇଥାନ ହେଲେ ତ ମୁକ୍ତ ହେବ। ଆଗେ ତାଙ୍କୁ ଥଇଥାନ କରିବା ପାଇଁ ମୁଁ ନିଶ୍ଚିତ ମୁଁ 5 ବର୍ଷ ଭିତରେ ଚେଷ୍ଟା କରିବି। ଆଉ ଗୋଟିଏ ଜିନିଷ, ଏଠି ଜଗନ୍ନାଥ ମହାପ୍ରଭୁ ବିଜେ ଅଛି ସବୁ ଜମି, ସେଟା ଲୋକଙ୍କର ବିଲ, ସେଟା ଖାଲି ରେକର୍ଡ଼ ପଳେଇଛି ଜଗନ୍ନାଥ ମହାପ୍ରଭୁ ବିଜେ। ଗୋଟିଏ ଝିଅ ବାହାଘର ହେଉ, ପୁଅ ବାହାଘର ହେଉ, ଶୁଦ୍ଧ ଘର ହେଉ ଏବଂ ଗୋଟେ ଆବାସ ଯୋଜନା ହେଉ, ସେ ଜମି ଜଗନ୍ନାଥଙ୍କ ନାଁରେ ଯେତେବେଳେ ରେକର୍ଡ଼ ଦେଖୁଛି କିନ୍ତୁ ପର୍ସନାଲ ଜମି ଲୋକଙ୍କର, କିନ୍ତୁ ସେଥିରେ ଜଗନ୍ନାଥ ମହାପ୍ରଭୁ ବିଜେ ହେଇଯାଇଛି। ସେଇଟା ନିଶ୍ଚିତ ଆଗେ କରାହେବ, କାରଣ ଗୋଟେ ଗରିବ ଲୋକ ଝିଅଟିଏ ବାହାଘର କଲେ ସେ ଜମିଟିକି ବିକିପାରୁନି, ଝିଅଟି ବାହା କରିପାରୁନି, ତାହେଲେ ସେ ରେକର୍ଡ଼କୁ କେମିତି ସଂଶୋଧନ ହେବ ମୁଁ ନିଶ୍ଚିତ ପଦକ୍ଷେପ ନେବି। ଏବେ ସୁଦ୍ଧା କେତେ ଲୋକଙ୍କ ପାଖରେ ପହଞ୍ଚିଲେଣି ଆଉ ଯାହା ପାଖରେ ପହଞ୍ଚୁଛନ୍ତି ତାଙ୍କ ଫିଡ଼ବ୍ୟାକ୍ କ'ଣ ରହୁଛି? ଆଜ୍ଞା ଦେଖନ୍ତୁ, ମୁଁ ତ ଭାରତୀୟ ଜନତା ପାର୍ଟିରେ 10 ବର୍ଷ କାମ କରିଛି। ମୁଁ କାନ୍ଦିକି ଲୋକଙ୍କୁ ଦୁଃଖ କହୁଛି, 15 ଦିନ ହେଲା ବି ଆମେ ଠିକ୍ ସେ ଖାଉନେଇ। କାହିଁକି ଏମିତି ହେଲା, କିଏ କଲା? ଜଣେ ଖାଲି ଖୋର୍ଦ୍ଧା ଜିଲ୍ଲା ନୁହଁ, ଆମର ମ୍ୟାଡ଼ାମ୍ ଯିଏ ପ୍ରିୟ ସାଂସଦ, ଖୋର୍ଦ୍ଧା ଜିଲ୍ଲାକୁ ତ ଯାହା କଲେ ରାଜ୍ୟକୁ ବି ଇଏ ନଷ୍ଟ କରିଦେଲେ। ମୁଁ ଜାଣିଛି ଭଲ ଭାବରେ, ମୁଁ ଟିକେଟ୍ ଯେତେବେଳେ କାଟିଲେ ଏ ରାଜ୍ୟ ନଷ୍ଟ, ଏ ଜିଲ୍ଲା ନଷ୍ଟ, ଏ ସବୁ ନଷ୍ଟ କରିଦେଲେ। କିନ୍ତୁ ଦଳ ଗୋଟେ ନ୍ୟାସନାଲ୍ ଦଳ ଥିଲା, ମୁଁ ନ୍ୟାସନାଲ୍ ଦଳରେ କାମ କରୁଥିଲି। ହଁ ନିଶ୍ଚିତ ସେ ବ୍ୟବହାର କରିବି। ଯଦି କାଳୁ ଭାଇ କାଲି ଜିତୁଛନ୍ତି ତେବେ ବିଜେପିର ଷ୍ଟ୍ରାଟେଜି ପାଇଁ ଜିତିବେ କି? ଯେଉଁ ଶିକ୍ଷା ପାଇଛନ୍ତି ସେ ଶିକ୍ଷା ନାହିଁ, ମୁଁ ଆଜ୍ଞା ମନ ଲୋକଙ୍କ ହୃଦୟରେ ଅଛି। ବିଜେପିର କି ଷ୍ଟ୍ରାଟେଜି? ବିଜେପିର କିଛି ଷ୍ଟ୍ରାଟେଜି ନାହିଁ, ତାର କେହି ମାଲିକ ନାହିଁ। ଓଡ଼ିଶାରେ ବିଜେପିର କିଏ କହିବ ମାଲିକ, ଏତେ ବଡ଼ ନ୍ୟାସନାଲ୍ ଦଳ, ମୁଁ ତାକୁ ବାପା ଡାକିବି? କିଛି ନାହିଁ, ତାଙ୍କ ସେ ଖତ ସଭାପତି, ପୁରା ଖତ ସଭାପତି, ସଂଗଠନ ମନ୍ତ୍ରୀ ଅଛନ୍ତି, ଖତ ସଂଗଠନ ମନ୍ତ୍ରୀ। ସେଇମାନେ ମୋତେ ଜବାବ ଦେଇଥିଲେ, ମୋତେ କାମ କରଉଥିଲେ, ତାଙ୍କର ଯେତେ କାମ ଦଳର ଆଇଥିଲା ମୁଁ କରିଥିଲି। ତାହେଲେ ସେମାନେ କ'ଣ କଲେ? ସେମାନେ ଯଦି ଯେଉଁ ସାଂସଦ କଲେ ଭାବୁଛନ୍ତି ନା ଦଳୀୟ କର୍ମୀ ଆଉ କିଛି ମଧ୍ୟ ଲିପ୍ତ ରହିଲେ? ନାଇଁ ନାଇଁ, ଦଳୀୟ କର୍ମୀ କେହି ନାହିଁ। ଦଳୀୟ କର୍ମୀ ମୋ ସପୋର୍ଟରେ ଟୋଟାଲ୍ ମୋ ରାଜ୍ୟବାସୀ ମୋ ସାଙ୍ଗେ ଥିଲେ। କିନ୍ତୁ ଏବେ ଆପଣଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ କିଏ? ଯେଉଁ ଅଲଗା ଦଳର ଯେଉଁମାନେ ଅଛନ୍ତି ସେଇ ପ୍ରାର୍ଥୀ ନା ବିଜେପିରୁ ଯିଏ ପ୍ରାର୍ଥୀ ହେଇଛନ୍ତି ସିଏ? ଚ୍ୟାଲେଞ୍ଜକୁ କେହି ଆସିବେନି, ଅଲଗା ଦଳ ଆସିବନି କି ଆସିବେନି, କାରଣ ମୁଁ ତ ଲୋକଙ୍କ ହୃଦୟ 10 ବର୍ଷର ଘର ହୃଦୟରେ ଅଛି। 75,000 ଭୋଟ୍ ପାଇଥିଲି, 5,000 ଭୋଟରେ ମୁଁ ଜିତିଥାନ୍ତି। କାହିଁ ମୋତେ କିଛି ଦେଖାଯାଉନି। ଇଏ ଯେଉଁ 2 ଜଣ ଅଛନ୍ତି ଜନତା ଦଳରେ ଥିଲେ, ଯାହା କାମ କରିଛନ୍ତି ଲୋକ ତାହା ଜାଣିଛନ୍ତି। ସେଠୁ ଇଏ ଆସିଲେ, ଦଳ ଛାଡ଼ିକି ପୁରା ମାଡ଼ ଖାଇକି ବହିଷ୍କାର ହେଲେ। ଇଏ କ'ଣ ଚ୍ୟାଲେଞ୍ଜ କରି? ଇଏ ଗୋଟେ ଦଳରେ ପଇସା ପତ୍ର 2 କୋଟି ଦେଇ ଟିକେଟ୍ଟା ନେଇଗଲେ। ଏଇ ଗୋଟେ ଚାଲାକ କରିଛନ୍ତି, ଅଧିକ ଚାଲାକ। ଯେଉଁଦିନ ସେ ମିଶିଲେ ମୋତେ କହିଲେ କାଳୁ ଭାଇ ମୋର 5,000 ଭୋଟ୍ ଥିଲା କମ୍, ଆଜି ହେଇଗଲା, ଏଇ କଥା ବି କହିଥିଲେ। ଏ ସବୁ ଚାଲବାଜି ଆଦିମ, ଏ ଆଦିମ ଚାଲତା ନାହିଁ। ଏ ଖୋର୍ଦ୍ଧା ମାଟି, ଏ ପାଇକ ମାଟି, ଏ ପାଇକା ମାଟିରେ ଯିଏ ମାନେ ଚାଲୁ କଥା କହିଲା ତାକୁ ଉପରବାଲା ଜଗନ୍ନାଥ ଅଛନ୍ତି ଏବଂ ମାଟି କାହାକୁ ଛାଡ଼ିନି। ଯୁବପିଢ଼ିମାନଙ୍କ ପାଇଁ ଆପଣ କହୁଛନ୍ତି ଚାକିରିର ସୁଯୋଗ ଆଣିବେ, ତ ଯୁବପିଢ଼ିମାନେ କେତେ ଗ୍ରହଣ କରୁଛନ୍ତି ଆପଣଙ୍କୁ ଏଇ କଥା ଶୁଣିଲା ପରେ? କାରଣ ଅନେକ ଥର ଶୁଣିଛନ୍ତି ଅନେକ ପ୍ରାର୍ଥୀ କ'ଣ କୁହନ୍ତି ନା ଘୋଷଣା କରି ଯାଆନ୍ତି, ଇଲେକ୍ସନ୍ ପରେ ଭୁଲି ଯାଆନ୍ତି ସବୁ। ଇଏ ସାଧାରଣ ଗରିବ ଘରର ପୁଅ, ଲେବର କାମ କରିକି ଚଳିଆ ଲୋକ। ମୁଁ ବି ଲେବର କାମ କରିଛି। ଆଉ ମୋ ଭାଇମାନଙ୍କ ପାଇଁ ନିଶ୍ଚିତ ଯେଉଁ କମ୍ପାନୀ ଏଠି ଅଛି, ଯଦି ମୁଁ ବିଧାୟକ ହେଇ ଆଗେ ନିଯୁକ୍ତିର ସୁଯୋଗ ଯଦି ନ କାଢ଼ିବି ତାହେଲେ ମୁଁ ଯେଉଁ ପଦ ପାଇଥିବି ତାକୁ ରିଜାଇନ୍ ଦେବି। କ'ଣ ପାଇଁ ଆପଣ ଆଜି ଏଇ ଧୋତି ଗଞ୍ଜି ପିନ୍ଧିକି ଅଛନ୍ତି? ଲୋକ ହଜାର ହଜାର ଆସୁଛନ୍ତି ଦେଖିବା ପାଇଁ। କେବେ ଚାହାନ୍ତି ନାହିଁ ବିଧାୟକର ଲୁକ୍ରେ ରହିବି, ଗୋଟେ ପାଇଜାମାଟେ ପିନ୍ଧିବି? ଦେଖନ୍ତୁ, ମୁଁ ଜଣେ ଚାଷୀ ଘରର ପିଲା, ଚାଷବାସ କରିକି ଚଳିବା ପିଲା, କେଉଁ ଅଧିକ କୋଟିପତି ଆମେ ନୁହଁ।
ଆମେ ସାଧାରଣ ଘରେ ଯେତେବେଳେ ଜନ୍ମ ହୋଇଛୁ ଏ ପାଇକ ମାଟିରେ, ଇଏ ପୂର୍ବ ଆମ ବାପା ଜେଜେଙ୍କ ଡ୍ରେସ୍କୁ ଆମେ ଛାଡ଼ିବୁ କାହିଁକି? ହଁ ନିଶ୍ଚିତ ଓଡ଼ିଶାର ଅସ୍ମିତା, ଖୋର୍ଦ୍ଧାର ଅସ୍ମିତା ନିଶ୍ଚିତ ମୁଁ ପାଇକ ଛୁଆ ହିସାବରେ ବଞ୍ଚେଇବି। ସବୁଠୁ ବଡ଼ କଥା ଲାଷ୍ଟ କ'ଣ କହିବି, ଯେତେବେଳେ ଦେଖାଯାଏ ନିର୍ବାଚନ ଚାଲେ, ଶେଷ କିଛି ଦିନରେ ପଲାପୁରା ପାଲଟିଯାଏ, ସେଇ ଶେଷ ଦିନ ପାଇଁ ନିଜର ଷ୍ଟ୍ରାଟେଜି କ'ଣ ଆପଣେଇଛନ୍ତି? କିଛି ନାହିଁ, ମୁଁ ତ ଲୋକଙ୍କ ହୃଦୟ ଅଛି, ମୋର ଟ୍ରାଟିସ୍ କିଛି ନାହିଁ। ମୁଁ ତ ଲୋକଙ୍କ ହୃଦୟରେ 10 ବର୍ଷ ହେଲା ଅଛି, ଟ୍ରାଟିସ୍ କିଛି ଏଠି ଦରକାର। ବ୍ୟବଧାନ ବହୁତ ରହିବ, କାହିଁକି ମୁଁ କହୁଛି ଆଜ୍ଞା, ମୁଁ ଲୋକଙ୍କ ହୃଦୟରେ ଅଛି। ଲୋକ ଏବେ ଯାହା ଚାହୁଁଛନ୍ତି, ଗୋଟେ ଏଠି ଦଳ ମତ କିଛି ନାହିଁ, ମାଟି ପାଇଁ ଲୋକ ବାହାରିଛନ୍ତି। ଇଏ ମାଟି ଜଣେ ବିହାରରୁ ଆସିକି ଏ ମାଟିକି ନଷ୍ଟ କରିବାକୁ ଯେଉଁ ଯାଇଛି, ଲୋକ ବାହାରନ୍ତି, ମୁଁ ବାହାରିନି। ମୁଁ କହୁଛି ମୁଁ ନେତା ହେବି ବୋଲି ମୁଁ ଲୋକଙ୍କୁ ବିଶ୍ୱସ୍ତ କହିବି, କିନ୍ତୁ ସାଧାରଣ ଯୁବକମାନେ, ମୋ ମାଆ ମାନେ, ଏ ବହୁତ ପ୍ରକାର ଲୋକଙ୍କୁ ଏ ଯେଉଁ 5 ବର୍ଷ MP ରହିଲେ, ମିଛ ସତ କହି ଲୋକ ଆଉ କାହା ସାଙ୍ଗରେ ନାହାନ୍ତି। ଲୋକ ଗୋଟିଏ ଲୋକ, ଏ ପାଇକ ମାଟିର କାଳୁଖଣ୍ଡିଟାକୁ ଆଶା ଭରସା ରଖିଛନ୍ତି। ଆଉ ଇଏ ଆସିଲେ ଆମ ଦୁଃଖ କଟିବ। ମୁଁ ବି ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଛି, ମୁଁ ନିଶ୍ଚିତ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଜିତୁଛି ଏବଂ ସାଧାରଣ ଗରିବ ଲୋକର ସେବା କରିବାକୁ ମୋତେ ଜଗନ୍ନାଥ ସୁଯୋଗ ଦେବେ ଏବଂ ଆଗାମୀ ଦିନରେ ଖୋର୍ଦ୍ଧାରେ ମୁଁ ଜିତିବି। ଏବଂ ତାପରେ ପରେ ଆମର ଯେଉଁ ଜଗନ୍ନାଥଙ୍କ ପାଖରେ ମୁଁ ନିକଟରେ ନିୟମ କରିକି ଆସିଥିଲି, ହେ ଜଗନ୍ନାଥ, ମୁଁ ଏ ରାଜନୀତିରେ ଗଲେ ମୁଁ ଗୋଟେ ସାଧାରଣ ଗରିବର ପିଲା, ମୁଁ 2 ପଇସା କମେଇକି ଭଲରେ ପରିବାର ପୋଷିଲା ଭଳିଆ ମୁଁ ଅଛି, ମୁଁ କାହାଠୁ ଟଙ୍କାଟିଏ ନେବିନି, ଆଉ ନିଶ୍ଚିତ ଗରିବ ଲୋକଠୁ ସାହାଯ୍ୟ କରିବି। ଆଗାମୀ ଦିନରେ ଖୋର୍ଦ୍ଧାରେ ନିଶ୍ଚିତ ପରିବର୍ତ୍ତନ ସ୍ୱର ଅଛି। ଶୁଣୁଥିଲେ ଇଏ ଥିଲେ କାଳୁ ଖଣ୍ଡାୟତ, ଯିଏକି କହୁଛନ୍ତି ଆଉ ଅଳ୍ପ ଦିନର ଅପେକ୍ଷା, ମାତ୍ର 10 ଦିନର ଅପେକ୍ଷା, ଆଉ 10 ଦିନ ପରେ ନିର୍ଣ୍ଣାୟକ ନିଷ୍ପତ୍ତି ନେବେ ଜନସାଧାରଣ, ଆଉ ତାର 10 ଦିନ ପରେ ପ୍ରମାଣିତ ହେବ ପ୍ରକୃତରେ କାହା ମୁଣ୍ଡରେ ଜନତା ଜନାର୍ଦ୍ଦନ ସୁନା କଳସ ଢାଳୁଛନ୍ତି। ଆଉ ସିଧାସଳଖ ପ୍ରତିଶ୍ରୁତି ଦେଇଛନ୍ତି ଯୁବକମାନଙ୍କ ରୋଜଗାର କଥା କୁହାଯାଉ କିମ୍ବା ଅଞ୍ଚଳର ଉନ୍ନତି କଥା କୁହାଯାଉ, ସେ 10 ବର୍ଷ ଧରି ଚିନ୍ତା କରିଛନ୍ତି ଆଉ ଆଗାମୀ ଦିନରେ ମଧ୍ୟ ଚିନ୍ତା କରିବେ। କେବଳ ଲୋକମାନଙ୍କ ଆଶା ଭରସାକୁ ସିଏ ସେମିତି ବଜାୟ ରଖିବା ପାଇଁ ଚାହିଁଛନ୍ତି ଆଉ ଆଶୀର୍ବାଦ ମାଧ୍ୟମରେ ଭୋଟ ଖଣ୍ଡେ ଖଣ୍ଡେ ଚାହିଁଛନ୍ତି। ତ ଅପେକ୍ଷା ରହିଲା ସେଇ ଦିନକୁ ଲୋକମାନେ କାହା ମୁଣ୍ଡରେ ସୁନା କଳସ ଢାଳୁଛନ୍ତି। ଖୋର୍ଦ୍ଧାରୁ ଭିଡ଼ିଓ ଜର୍ଣ୍ଣାଲିଷ୍ଟ ଟୁଟୁଙ୍କ ସହ ଶରଦ ରଞ୍ଜନ, ଓଡ଼ିଶା ଭାସ୍କର। हेलो 10th एग्जामिनीज आपण मैंने एमती एक स्कूल खोजुंट कि जो इंटीग्रेटेड कोचिंग पाइपर तेज TSC गुरुकुल जोग दिंतु जहाँ एकेडमिक लर्निंग पार्टनर फिजिक्स वाला सहित अनुमोदित। कॉल 9438782020।